नमस्कार। जय महाकाल। काल कपाल महाकाल यही अध्याय आमे आपन को नहीं जीवु अघोर क्रियार साधना स्थली को। यही साधना को आमे आपन को देखाइबु निश्चय, किंतु ता पूर्वर जानी रखंतु जे भाद्रव मासरे एक खास तिथि रही थाए। यही तिथि रे अघोर चतुर्दशी पालन करा जाए। यही दिन अनेक गुड़ाए आश्चर्य क्रिया होता है। तेबे प्रथमे चलंतु जीवा सेही स्थान को जेउठी होइथिला अघोर पंथर स्थापना। चतुर्दशीर राति रे जलंता जोई सामनार बसी साधना करुथिबा ए व्यक्ति माने किए, कहीं किए साधना करा जाउछि। तेबे ए साधनार उद्देश्य कौन? लोक कल्याण ना स्व कल्याण? अघोरी माननको वर्ष वर्ष धरी एही दिनर अपेक्षा रही थाए। एहा हेउछि भाद्रव मास कृष्ण पक्षर चतुर्दशी दिन। एही दिन रे भूत प्रेत पिचास समस्ते स्वतंत्र हो जाती बोली कहा जाए। यह हेउछि अघोरींकर उत्सवर दिन। कहा जाए भाद्रव मासर चतुर्दशी रे भगवान शंकर काशीर सृजन करथिले। आहुरी मध्य मान्यता रही जे ब्रह्मांडर सबुठारु पुरातन सहर हेउछि काशी। 196 कोटी 8,53,115 वर्ष पूर्वे काशी अस्तित्व रे आसीथिला। ए कारण जोगु ए दिन को महादेव महाकाल काल भैरव को समर्पित करा जाए। प्रति मासर द्वादश त्रयोदश और चतुर्दशी तिथि को भगवान शिव को समर्पित करा जाए। किंतु भाद्रव चतुर्दशी अर्थात अघोर चतुर्दशी भिन्न महत्व रही। आउ ये महत्व को बुझिबा और जानिबा पाए काल कपाल महाकाल टीम वाराणसी प्राय 200 किलोमीटर दूर गुरु गोरखनाथ को भूमि उत्तर प्रदेश देवरिया रे जाई पहुंची थे। कहा जाए जे देवरिया नाम देव अरण्य आसी अर्थात देवतांक जंगल। अघोर चतुर्दशी ठीक गोटे दिन पूर्वर जड़े अघोर बाबा पाखक आम टीम आसी पहुंची थे। ए बाबा जड़े गृहस्थ थिले और निज आश्रम रे तंत्र मंत्र और जंत्र द्वारा लोकों को रोग को गायब करुथिले। अघोरी मशाणी साधक यही दिन को कला चतुर्दशी कहते। 3 दिन धरी चलुथिबा ए क्रिया रे अनेक गुड़ाए तांत्रिक क्रिया और अनेक कर्मकांड होता है। वर्तमान पर्यंत आमे जेते अघोरी सहित देखा होइथिलो से सबुठारो एठाकर माहौल संपूर्ण भिन्न थिला। पूजा पाठ हेउथिला,
ଓ ଅଘୋର ଆଶ୍ରମର ସ୍ୱାମୀ ଅଘୋର ଭୂତନାଥ ବାବାଙ୍କ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଏହା ହେଉଛି ସେହି ଦିନ ଯେବେ ମଶାଣିରେ ସିଦ୍ଧ କରାଯାଇଥିବା ବିଧିକୁ ସାଧାରଣ ଲୋକଙ୍କ ନିକଟରେ ପ୍ରୟୋଗ କରାଯାଇଥାଏ। ଆଜିର ଦିନରେ ବାବା ନୂଆ ମଶାଣି ଶିକ୍ଷାର ଶିଷ୍ୟମାନଙ୍କର ଶିକ୍ଷା ଆରମ୍ଭ କରିଥାନ୍ତି। ଭୈରବୀ ଚକ୍ର, ଶ୍ରୀଚକ୍ର ଓ ଶ୍ରୀଯନ୍ତ୍ରକୁ ସିଦ୍ଧି କରିବାର ସାଧନା ଓ ଉପାସନା ଆଜି ସାଧାରଣ ଜନତାଙ୍କୁ ମଧ୍ୟ ଶିଖାଯାଏ। ह्रीं श्रीं क्लीं परमेश्वरी इदां मुद्रां शोधय शोधय स्वाहा। सब लोग चढ़ा दें। ଅଘୋର ସମ୍ପ୍ରଦାୟର ମଶାଣି ସାଧକ ସ୍ୱାମୀ ଭୂତେଶ୍ୱର ମହାରାଜଙ୍କ ମତରେ ଗୃହଲକ୍ଷ୍ମୀ ସହିତ କରାଯାଉଥିବା ସାଧନା ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହି କାରଣରୁ ଏଠାରେ ଅନେକ ଜଣ ମହିଳା ମଧ୍ୟ ଉପସ୍ଥିତ ଅଛନ୍ତି। ମହାକାଳ ଓ ମହାକାଳୀଙ୍କ ପାଇଁ କରାଯାଉଥିବା ଏହି ସାଧନାରେ ସାତ୍ତ୍ୱିକ ବସ୍ତ୍ର ଓ ସାତ୍ତ୍ୱିକ ଭୋଜନର ବ୍ୟବହାର କରାଯାଉଥିଲା। ଏହା ହେଉଛି କଳା ଚତୁର୍ଦ୍ଦଶୀର ପୂର୍ବ ରାତି। ଏହା ହେଉଛି ସେହି ସମୟ ଯେଉଁ ସମୟରେ ଶ୍ରୀକୃଷ୍ଣଙ୍କର ଜନ୍ମର ଷଷ୍ଠୀ ପାଳନ କରାଯାଇଥିଲା। ଆମ ଟିମ୍କୁ କୁହାଯାଇଥିଲା ମଶାଣି ଓ ସମାଜ ଉଭୟଙ୍କ ସ୍ଥାନରେ ଅଘୋରୀମାନଙ୍କ ପୂଜା ସମାନ ହୋଇଥାଏ। ଏଠାରେ ବାଲ୍ଟିରେ ମଦ ଭର୍ତ୍ତି କରି ଅଣାଯାଇଛି ଏବଂ ଏହାକୁ ସମସ୍ତଙ୍କୁ ପ୍ରସାଦ ଭାବରେ ଦିଆଯାଉଥିଲା। ଆମେ ଦେଖିଥିଲୁ ଯେ କେଉଁଭଳି ଭାବରେ ଜୁଇରୁ ଶବ ମାଂସ କାଢ଼ି ଅଘୋରୀ ଖାଇଥାନ୍ତି। କିନ୍ତୁ ଏଠାକାର ଦୃଶ୍ୟ କିଛି ଭିନ୍ନ ଥିଲା। ଏଠାରେ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭୋଗ ଭାବରେ ଦିଆଯାଉଥିଲା ଓ ଶାକାହାରୀ ବ୍ୟକ୍ତିଙ୍କୁ ମାଂସ ବଦଳରେ କଦଳୀ ଦିଆଯାଉଥିଲା।
ଏହି ଅଘୋର ଉତ୍ସବରେ ମାଂସ ଓ ମଦ ବଣ୍ଟା ଯାଉଥିଲା। ଉଭୟ ପୁରୁଷ ଓ ମହିଳା ଏଥିରେ ସାମିଲ ମଧ୍ୟ ଥିଲେ। ଏହା କେଉଁ ପ୍ରକାର ଉତ୍ସବ? ଏହା ତ କେବଳ ଆରମ୍ଭ ମାତ୍ର। ଶିଷ୍ୟମାନେ କ'ଣ ପାଇଁ କରନ୍ତି? ଗୁରୁଙ୍କ ପାଇଁ ଏ ସାଧନା। ସନ୍ଧ୍ୟା ହେବା ପରେ ଆପଣଙ୍କୁ ଆହୁରି ଭୟାବହ ଦୃଶ୍ୟ ଦେଖିବାକୁ ମିଳିବ। କିନ୍ତୁ ଏମିତି ଅନେକ ପ୍ରଶ୍ନ ମଧ୍ୟ ରହିଛି ଯାହାର ଉତ୍ତର ନିହାତି ଜରୁରୀ। ସନ୍ଧ୍ୟା ହୋଇସାରିଛି। ବାବା ଭୂତନାଥ ମହାକାଳ ଓ ଦେବୀ ମହାକାଳୀଙ୍କ ଆରତି କରିବା ସମୟ ଆରମ୍ଭ କରିସାରିଛନ୍ତି। ତାଙ୍କ ସହିତ ଭକ୍ତମାନେ ମଧ୍ୟ ଆଳତୀରେ ମଗ୍ନ ରହିଛନ୍ତି। ଦୂରାନ୍ତରୁ ଲୋକମାନେ ନିଜ ଅସୁବିଧା ନେଇ ଏ ଉତ୍ସବକୁ ଆସିଛନ୍ତି। ରୋଗ ବୈରାଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ମହାକାଳଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଏ ଉତ୍ସବରେ ସାମିଲ ହୋଇଛନ୍ତି। ଆଳତୀରେ ଏପରି ଭାବରେ ହଜିଯାଇଛନ୍ତି ଯେ ରାସ୍ତା ଉପରକୁ ମଧ୍ୟ ବାହାରି ଆସିଥାନ୍ତି। ଅଘୋରୀଙ୍କ ପାଇଁ ଏ ଅଘୋର ଚତୁର୍ଦ୍ଦଶୀର ଉତ୍ସବ ହେଉଛି ଏକ ପ୍ରକାରର ସାଧନା। ବର୍ତ୍ତମାନ ସମୟ ହୋଇଛି କଳା ଚତୁର୍ଦ୍ଦଶୀର ଚମତ୍କାରୀ ସମୟର ପ୍ରାରମ୍ଭ ହୋଇଯାଇଛି। ଏହା ସହିତ ଅସ୍ତ୍ରଶସ୍ତ୍ରର ପୂଜା ମଧ୍ୟ ଆରମ୍ଭ ହୋଇଯାଇଛି। ଶସ୍ତ୍ର ପୂଜା ପରେ ଏହି ସାଧକ ହାତରେ ଅସ୍ତ୍ର ଧରି କୁଆଡ଼େ ଯାଉଛି? ନଅଟି ଗ୍ରହର ରିଷ୍ଟ ଖଣ୍ଡନ କରିବା ପାଇଁ ବର୍ତ୍ତମାନ 9ଟି ଛେଳିର ବଳି ଦିଆଯିବ। ଏମାନଙ୍କୁ ମନ୍ତ୍ର ଏବଂ ଜଳ ଛିଞ୍ଚି ଶୁଦ୍ଧ କରାଯାଇଛି। ଏମାନଙ୍କ ମୁଣ୍ଡକୁ କାଟି ଦିଆଗଲା ଏବଂ ଗୋଟିଏ ଥାଳିରେ ଏମାନଙ୍କ ମୁଣ୍ଡକୁ ସଜାଇ ମା କାଳୀଙ୍କ ଚରଣରେ ରଖାଗଲା। ଅସ୍ତ୍ର ଦ୍ୱାରା ବଳି ଦେଲା ପରେ ଶିଷ୍ୟମାନଙ୍କ ଏହି ସାଧନା ଗୁରୁଙ୍କ ପାଇଁ ସମ୍ପୂର୍ଣ୍ଣ ହୋଇଥାଏ। କିନ୍ତୁ ଏମିତି କିଛି ପ୍ରଶ୍ନ ମଧ୍ୟ ରହିଛି ଯାହାର ଉତ୍ତର ନିହାତି ଜରୁରୀ। 25 ବର୍ଷ ପୂର୍ବେ ମହାକାଳ ଜନ୍ମଗ୍ରହଣ କରି ଶିବଙ୍କର ପ୍ରତୀକ ହୋଇଥିଲେ। 38 लाख वर्ष पहले ଅ ମାନେ ହଁ ବି ଆଉ ହଁ ମାନେ ନା ବି ହୋଇଥାଏ। ଅର୍ଥାତ୍ ଅଘୋର ମାନେ ସରଳ ଓ ଅଘୋର ମାନେ କଠିନ। କେଉଁ ସ୍ଥିତିରେ ସମସ୍ତ କଠିନ ତତ୍ତ୍ୱ ସରଳ ହୋଇଯାଇଥାଏ ଓ କେଉଁ ସ୍ଥିତିରେ ସରଳ ତତ୍ତ୍ୱ କଠିନ ହୋଇଯାଇଥାଏ? କେବଳ ପ୍ରେମ ଓ ଘୃଣା କାରଣରୁ ଏହିସବୁ ହୁଏ। ଯଦି ଆପଣମାନଙ୍କ ମନରେ ପ୍ରେମ ଭାବ ଅଛି ତେବେ କଠିନ ମଧ୍ୟ ସରଳ ହୋଇଥାଏ
ଓ ଘୃଣା ଭାବ ଥିଲେ ସରଳ ମଧ୍ୟ କଠିନ ହୋଇଥାଏ। ଦେବଙ୍କର ଦୁଇଟି ସ୍ୱରୂପ ରହିଛି। ଅଘୋରମାନେ କୌଣସି ଧର୍ମ ସମ୍ପ୍ରଦାୟ ଓ ବ୍ୟକ୍ତି ନୁହନ୍ତି। और घृणा है आप में तो सरल भी कठिन हो जाएगा। देव का दो ही स्वरूप है। अघोर माने संप्रदाय नहीं, धर्म नहीं, व्यक्ति नहीं, शिव। ପଞ୍ଚତତ୍ୱର ଅର୍ଥାତ୍ ଜୀବ। ଆଉ ଏହି ପଞ୍ଚତତ୍ୱରୁ ଯେ ମୁକ୍ତି ହୋଇଯାଇଛି ସେ ହେଉଛି ଶିବ। ଅଘୋର ମାର୍ଗ ଦ୍ୱାରା ଆମେ ଏହି ସବୁ ତତ୍ତ୍ୱ ଦ୍ୱାରା ମୁକ୍ତି ହୋଇଥାଉ। तो अघोर मार्ग से हम वहाँ से इन कंचकों से मुक्त होते हैं। हमें लज्जा से भी, घृणा से भी मुक्त होने की श्मशान से साधना से। ବାବାଙ୍କ ଆଶ୍ରମରେ ହେଉଥିବା ଏ ଯଜ୍ଞରେ ମାଛ ମାଂସ ଓ ମଦ ସାମିଲ ଥିଲା। ଏ ଯଜ୍ଞକୁ ଭୂତାନନ୍ଦ ବାବାଙ୍କ ଶିଷ୍ୟ ରୋଗର ବିନାଶକ ଭାବିଥାନ୍ତି। ମୋର ଦୁଇଟି ପୁଅ ଅଛନ୍ତି। ସାନ ପୁଅକୁ ଏପରି ଏକ ରୋଗ ମାଡ଼ି ବସିଥିଲା ଯାହାର କିଛି ଚିକିତ୍ସା ନାହିଁ ବୋଲି ଡାକ୍ତରମାନେ କହୁଥିଲେ। ତାକୁ ମସ୍କୁଲାର ଡିସ୍ଫପି କୁହାଯାଏ। ହୁଇଲ୍ ଚେୟାରରେ ହିଁ ଏହା ହୁଏ। ଆଜିଠାରୁ 4 ବର୍ଷ ପୂର୍ବେ ଆମକୁ ଏହି ରୋଗ ବିଷୟରେ ଜଣାପଡ଼ିଥିଲା। ଡାକ୍ତରମାନେ ମଧ୍ୟ ଏହାର କୌଣସି ଚିକିତ୍ସା ନାହିଁ ବୋଲି ମନା କରିଦେଇଥିଲେ। ଆଉ କୌଣସି ବି ସ୍ଥାନକୁ ଚିକିତ୍ସା ପାଇଁ ନେଲେ ତାହାର ଫାଇଦା ହେବ ନାହିଁ। ମୋର କିଛି ସାଙ୍ଗ ବାବାଜୀଙ୍କ ସହିତ ଜଡ଼ିତ ଥିଲେ। ସେ ମୋତେ କହିଥିଲେ ଯେ ଗୁରୁ ଦେବଦତ୍ତ ତନ୍ତ୍ର ଓ ଆୟୁର୍ବେଦ ଉଭୟ ଚିକିତ୍ସା କରନ୍ତି। ଏହାପରେ ସେ ମୋତେ ଗୁରୁଜୀଙ୍କ ସହିତ ଦେଖା କରାଇଥିଲେ। ଏହାପରେ ଗୁରୁଜୀ ତାନ୍ତ୍ରିକ ପୂଜା କରାଇ ପୁଅକୁ ଚିକିତ୍ସା କରାଇଥିଲେ। ଏବେ ମୋ ପୁଅ 4 ବର୍ଷ ହେଲାଣି ଚାଲୁଛି। ତା ବୟସ ହେଉଛି 11 ବର୍ଷ। କିନ୍ତୁ ମେଡ଼ିକାଲ ସାଇନ୍ସର କହିବା ଅନୁସାରେ ଯାହାକୁ ଏ ରୋଗ ହୁଏ ସେ 10 ବର୍ଷ ପର୍ଯ୍ୟନ୍ତ କେବଳ ବଞ୍ଚିପାରେ। ଆଜି ମୋ ପୁଅ ସୁସ୍ଥ ଅଛି। ଏହି କାରଣରୁ ଗୁରୁଦେବଙ୍କ ଉପରେ ମୋର ବିଶ୍ୱାସ ରହିଛି। अघोर साधना आउ महाकालंकर साधना ये साधारण कथा होई न थाए। अघोर चतुर्दशी सहित अघोरी मानकर एपरी साधनार जहा केवल साधना ना यहाँ भितरे लुचि रही आउ किछि ए सबु उपरे आमर संधान जारी रहिबो। किंतु आज तो समय हो जाइछि। आसंता काली आमे आपण मानकु देखाइबो किछि भयंकर दृश्य आउ आरंभ करिबो तार अनुसंधान। आज पाई विदाय दियंतु। नमस्कार। जय महाकाल।